ପହଞ୍ଚିଛନ୍ତି ପିସି ସଭାପତି ଭକ୍ତଚରଣ ଦାସ। ଆପଣ ଦେଖିପାରୁଥିବେ ଯୋଉ ଚିତ୍ର ଆମେ ବର୍ତ୍ତମାନ ଦେଖାଉଛୁ କଟକରୁ, କଟକରେ ଆସି ସେ ଏସ୍ସିବିରେ ପହଞ୍ଚିଛନ୍ତି ଏବଂ ସ୍ଥିତି ପରଖୁଛନ୍ତି। ଯଦି କହିବା ଏଠି ଗୋଟେ ନିଆରା ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ ସେ ଏଠାରେ କରିଛନ୍ତି। ଯେହେତୁ ଗୋଟେ ଯୋଉ ଏସ୍ସିବିରେ ଏଭଳି ଯୋଉ ଘଟଣା ଘଟିଛି ଏହାକୁ ସମ୍ପୂର୍ଣ୍ଣ ଭାବରେ ସେ ନିନ୍ଦା କରିଛନ୍ତି। କୋଉଠି ନା କୋଉଠି ଯେତେବେଳେ ଭକ୍ତଚରଣ ଦାସ ସେଠାରେ ପହଞ୍ଚି ସାରିଛନ୍ତି, ସେ ଏସ୍ସିବି ପରିସରରେ ଯାଇ ଭିତର ବୁଲି ସମସ୍ତ ଇଏ ଦେଖୁଛନ୍ତି ଏବଂ ପରଖୁଛନ୍ତି। ଯାହା ଘଟି ଯାଇଛି ଏସ୍ସିବି ମଧ୍ୟରେ ଏହାକୁ ସେ ନିନ୍ଦା କରିଛନ୍ତି। ଆମେ ଦେଖ ଏଇ ଯୋଉ ଚିତ୍ର ଆମେ ଦେଖାଉଛୁ ଏଠାରେ ଗୋଟେ ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ କରିଛନ୍ତି। ତାଙ୍କ ସହିତ ଅନେକ କଂଗ୍ରେସ କର୍ମୀ ମଧ୍ୟ ଏଠାରେ ନେତାମାନେ ମଧ୍ୟ ଆସି ପହଞ୍ଚିଛନ୍ତି। ଏଇ ଯୋଉ ଚିତ୍ର ଆପଣ ଦେଖୁଛନ୍ତି ବର୍ତ୍ତମାନ ଯଦି ଆମେ କହିବା ଏଇ ଯୋଉ ଘଟଣା ଏସ୍ସିବିରେ ଘଟି ଯାଇଛି ଏହାକୁ ସମ୍ପୂର୍ଣ୍ଣ ରୂପେ ନିନ୍ଦା କରାଯାଉଛି। ଏହାରି ଭିତରେ ଯଦି କହିବା ଅନେକ ନେତା ମଧ୍ୟ ତାଙ୍କ ସାଙ୍ଗରେ ଆସି ପହଞ୍ଚିଛନ୍ତି। ପ୍ରସାଦ ହରିଚନ୍ଦନଙ୍କ କଥା କୁହନ୍ତୁ, ମାନସ ଚୌଧୁରୀଙ୍କ କଥା କୁହନ୍ତୁ ଏବଂ ବଡ଼ ବଡ଼ ନେତାମାନେ ଆସି ପହଞ୍ଚିଛନ୍ତି। ଆମେ କିଛି ପ୍ରତିକ୍ରିୟା ମଧ୍ୟ ନେଇଯିବା ଏହାରି ଭିତରେ। ବିଗତ ଦିନରେ ଆପଣ ଆସିଥିଲେ କିଛିଟା କଏନ ଦେଇ ଏଠାରେ ଆପଣ ତାଙ୍କୁ ଗୋଟେ ଅବଗତ କରାଇଥିଲେ, କିନ୍ତୁ ଏହାରି ପରେ ବି କିଛି ଚେଞ୍ଜ ହେଲାନି, ଗୋଟେ ନିଆଁ ଲାଗିଗଲା ଏସ୍ସିବିରେ। ଗୌତମ ସପଙ୍ଗର କିଛି ହବନି। ସେ ହଉଛି ମୁଖ୍ୟମନ୍ତ୍ରୀଙ୍କର ପାଖ ଲୋକ, ସେ ତ ଘରୁ ବାହାରୁ ନାହାନ୍ତି। 45 ମିନିଟ୍ ପରେ ଆସିଲେ, ତାଙ୍କର କଣ ହବ? ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ, ତାଙ୍କର କିଛି କଣ ହବ? ଆଜି ପିସି ପେଡ଼ି ନାଚନ୍ତି, ତାଙ୍କର ବିବେକ ନାହିଁ, ନୈତିକତା ରହିବା ଦରକାର, ବିବେକ ଟିକେ ରହିବା ଦରକାର। ଗୋଟେ ନ୍ୟାସନାଲ ପାର୍ଟିର ଦଳର ମୁଖ୍ୟ ଆସିଛନ୍ତି, ସେ ଆସିକି ଠିଆ ହେବା କଥା ନୁହଁ। କାରଣ ତାଙ୍କର ତ କିଛି ହବନି, ସେ କାହିଁକି ଆସିବେ ଏଠି? ସେ ଯୋଉ ଭାବୁଛନ୍ତି ଏଠି ନାଇରେ ତେଲ ପକେଇଥିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରୋଟେକ୍ସନ ଦେବେ, ବିଲକୁଲ ପ୍ରୋଟେକ୍ସନ ଦେବେ, ବସେଇ ଦେବୁନି ତାଙ୍କୁ ଚେୟାର ଉପରେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଆସିଥିଲେ ସେ ତାଙ୍କ ଆଗ ପଛ ବୁଲୁଥିଲେ। ଆରେ ମୁଖ୍ୟମନ୍ତ୍ରୀଙ୍କ ଦୟାରେ ଏଇଟା ଅଛନ୍ତି, ମୁଖ୍ୟମନ୍ତ୍ରୀ ଆଗ ପଛ ବୁଲିବେନି କି? ମୁଖ୍ୟମନ୍ତ୍ରୀ ଚାକର। ସେ ଯୋଉ ଭାବୁଛନ୍ତି ନାହିରେ ତେଲ ପକେଇ ବସିଛନ୍ତି, ନାହିର ତେଲ କେମିତି ଖସା ହବ ସେ ବି ଦେଖିବେ। କିଛି ବାହାରିବନି। ମୁଖ୍ୟମନ୍ତ୍ରୀ କହିଯାଇଥିଲେ କାଲି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ବାହାରିବ, ରିପୋର୍ଟ କରାଗଲା। ପ୍ରଥମେ କାହିଁକି ତାକୁ ସସ୍ପେଣ୍ଡ କଲେନି? ଯିଏ ଆଇସିୟୁର ଇନଚାର୍ଜ ଥିଲେ ସିଏ କାହିଁକି ସସ୍ପେଣ୍ଡ ହେଲାନି? ସବୁ ପ୍ରହସନ ଚଲେଇଛନ୍ତି। କାରଣ ଜଣେ ସସ୍ପେଣ୍ଡ ହେଲେ ତାଙ୍କ ଉପରୁ ପଳେଇ ଆସିବ। ସେ ମୁଖ୍ୟମନ୍ତ୍ରୀଙ୍କର ପାଖ ଲୋକ, ବେଡରୁମର ଲୋକ, ସେଥିପାଇଁ ତାଙ୍କ ଉପରେ କିଛି ହଉନି। ପୂର୍ବରୁ ଯେତେବେଳେ ଏଭଳି ଘଟଣା ଘଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନୈତିକ ଦାୟିତ୍ୱ ନିଅନ୍ତି, ସେ ପରମ୍ପରା ଭାଙ୍ଗିଗଲା। ଗତକାଲି ପରେ ଆପଣ ସୋସିଆଲ ମିଡିଆରେ ଦେଖିଛନ୍ତି କେମିତି ହସୁଥିଲେ ଜିତିଲା ପରେ। ତାଙ୍କର ନୈତିକତା କଣ ଅଛି? ସେ ନୈତିକତା କିଛି, ନୈତିକତାର ମୂଲ୍ୟ ବୁଦ୍ଧ କଣ ସେମାନେ ଜାଣିନାହାନ୍ତି। ବିଜେପି ଖାଲି ନିରୀହ ରୋଗୀ ଗୁଡିକ ହନ୍ତସନ୍ତ ହଉଛନ୍ତି। ଆଉ ତାଙ୍କର କାମ କଣ କି? କଣ କରୁଥିଲେ କି? 70 ଟଙ୍କାରେ ଆମେ ପେଟ୍ରୋଲ ଦଉଥିଲୁ, ବର୍ତ୍ତମାନ 110 ଟଙ୍କା ହେଲାଣି। ଆଉ ତାଙ୍କ କାମ କଣ କି? ସିଏ ଗରିବ ତଣ୍ଟିରେ ଠିଆ ହେବା ତାଙ୍କର କାମ। ଏ ଘଟଣା କେମିତି କମିବ ଆଶା ଅଛି? କିଛି ଆଶା ନାହିଁ। ଖାଲି 350, ଏଇ ବାହାନରେ 350 କୋଟି ଦେଇଦେଲେ 35 କୋଟି ପକେଟରେ ପଶିଯିବ। ଏହା ହେଲା ମୁଖ୍ୟ କାରଣ। ଯୋଉଭଳି ଭାବରେ ସେ ପ୍ରତିକ୍ରିୟା ରଖୁଥିଲେ, ଏହା ଗୋଟେ ଯଦି କହିବା ଏହାକୁ ସମ୍ପୂର୍ଣ୍ଣ ରୂପେ ସେମାନେ ନିନ୍ଦା କରିଛନ୍ତି। ଇଏ କୌଣସି ଗୋଟେ ପ୍ରହସନ ବୋଲି ମଧ୍ୟ ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସିବେ ଏବଂ ଯିବେ, କିନ୍ତୁ ଏହାରି ଭିତରେ କୋଉଠି ନା କୋଉଠି ଏହାକୁ ଗୋଟେ ପ୍ରକାର ଅତି ନିନ୍ଦା କରାଯାଇଛି। ଆଜି ଭକ୍ତଚରଣ ଦାସ ମଧ୍ୟ ଆସି ପହଞ୍ଚୁଛନ୍ତି ଏଠି। ସାର୍, ଆଜି ଅନେକ ନେତା ମଧ୍ୟ ଆସିଛନ୍ତି, ଏହାକୁ କେମିତି ଦେଖୁଛନ୍ତି ଆପଣ? ମୁଁ ୟାକୁ ଭାରି ସେନ୍ସିଟିଭଲି ଦେଖୁଛି। ଆଉ ମୁଁ ଭାବୁଛି ଏ ଯେଉଁ ଲଢ଼େଇ ଆମର ଆରମ୍ଭ କରୁଛୁ ନ୍ୟାୟ ପାଇଁ, ଯେଉଁ ଭିକ୍ଟିମ୍ ଅଛନ୍ତି ଏସ୍ସିବି ଫାୟାର କାଣ୍ଡର, ଆମେ ଦେଖୁଛୁ କି ଏଇଟା ଗୋଟେ ତା ଆଡ଼କୁ ବଢ଼ୁଥିବା ଗୋଟେ ପଦକ୍ଷେପ। ଏସ୍ସିବି ଭଳି ଜାଗା ଯୋଉଠି ଲୋକ ଆସିଥାଏ ଟ୍ରିଟମେଣ୍ଟ ହେବାକୁ, ତ ଏଭଳି ଯେତେବେଳେ ଅପବ୍ୟବସ୍ଥା, ଲୋକ ତ ଆସିବେ ଗୋଟେ ଡରିବେ। यहाँ पे गोटे डिसिसिव डिसीजन नेवा दरकार। आम न्याय पे दाबी करूँ। न्याय गोटे जिन कहूँ कि मंत्री इस्तीफा दिंतु, और जो मैंने हेड इनचार्ज अच्छा, सुप्रिटेडेट अच्छा, मेन्टेनेंस अच्छा, क्रिमिनल एक्शन नि अर्थ है कि अरेस्ट करा जाऊ। प्राइवेट हॉस्पिटल ये अरेस्ट हो पार्टी, सरकार रे कहीं पारे। निहाती जो भाव में से प्रतिक्रिया रखुते कौटी ना कौटी अरेस्ट करा दरकार, सस्पेंड करा दरकार, किंतु यह पर्यंत कौन पर्यंत से किसी कराए यह समस्ते निंदा कर सभापति बोलुं सभापति टे प्रतिक्रिया नवा चेष्टा करें, जेहेतु गोटे भिड़ भितर जेहतु समस्ते भेटुंट कहते कौटी ना कौटी। सर आप कहवा अच्छा आम जदि भक्तचरण दास पहुंची सारी एससीबी जो वार्ड गुड़े रही आईसीयू रही बुली जहाँ स्थिति रही से स्थिति को से परखी यार भितर कौटी ना कौटी समस्ते या निंदा करुँच। जो घटना घटीगला कौटी ना कौटी एससीबी गोटे बदनाम गोटे लोक जो ये बाहर रेफराल हॉस्पिटल रही हॉस्पिटल जो एभली अवस्था तो कौटी ना कौटी गोटे प्रकार निंदा सभापति अच्छा आम प्रतिक्रिया नहीं जावा। सार गोटे आप बुलिले स्थिति देखिले तो कौन थिला यार नजर? आम जहाँ देखिलु ये आईसीयू रो माँ बापा नथिले,
सीधा सड़क कथा माँ बापा नथिले माँ बापा माने तार मेंटेनेंस करबा पाई बिजुली विभाग एवं जो इक्विपमेंट गुड़ाक लगी ताकू मॉनिटर करवा तार ड्यूरेबिलिटी जो एसी लगी तार कैपेसिटी केते दिन रो केते घंटा रो लोकों जीवन सहित खेलाई डरबे नहीं आपण एसी हो इलेक्ट्रिकल सर्किट लगे एते मॉडर्न दुनिया रे हजार हजार कोटी टंका खाई दौरान अप टू डेट मेसिनरी लगी पार और से मेटेरियल डेली चेक हो पार डेली चेक हो पार टिके अवहेला देयर शुड बी ए स्टाफ ए सरकार तो एम्प्लॉयमेंट दौ ना ये तो ठिका दौरान ठिकादार मान को तेणु गोटे स्टाफ रहा कथा डेली सबू सर्किट को चेक करने एवं प्रति कम से कम 15 दिन रे मासे रे से एसी मानकर कैपेसिटी को देखिबा पाई तार वायरिंग सिस्टम को देखिबा पाई तार मोटर रो ड्यूरेबिलिटी को देखिबा पाई बहुत कथा अछि रेलवे मंत्री हिसाब रे मु जो टेक्निकलिटी गुडा जानि छी से गुडा तो जो भाव से प्रतिक्रिया रखुते कहते यहाँ चेकिंग हवा दरकार ताकू करा जाऊ ना से निंदा करिसेंती आगामी दिन में कांग्रेस कथा को उठेब और जी एभली निहाती कार्यानुष्ठान नवा दरकार जो भाव में सुपरिटेडेंट लुचुंट और गणमाध्यम सामने कौन प्रतिक्रिया रखुना तो मृत्यु संख्या धीरे धीरे 12 रे आसी पहुंचला तो यह कौटी ना कौटी महल निंदा करा एसीबी जो नजर रही लोक मैंने एसीबी को आसी आसवा भय कले तो यह निहाती कौन ना कौन पदक्षेप निहत कौन भाव में एसीबी आगे एभली अघटन न घटो तापर दृष्टि देवाक लोक अनुरोध करा कटक जितेंद्र प्रसाद एमबीसी टीवी।